ସମ୍ବଲପୁର ରେଳ ଷ୍ଟେସନଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି। ଏହି ଅବସରରେ ବିଜେପି ନେତା ତଥା କାର୍ଯ୍ୟକର୍ତ୍ତାମାନେ ପୁଷ୍ପଗୁଚ୍ଛ ତଥା ଉତ୍ତରୀୟ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଆସନ୍ତା ରବିବାର 29 ତାରିଖ ସକାଳ 8:30 ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲାକୁ ୟେଲୋ ଚେତାବନୀ ଦେଇ ରାଜ୍ୟ ପାଣିପାଗ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାସହ ଜିଲ୍ଲାରେ 7 ସେମିରୁ 11 ସେଣ୍ଟିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେବା ସହ ସମ୍ବଲପୁର ଜିଲ୍ଲାବାସୀଙ୍କୁ ସଚେତନ ରହିବା ପାଇଁ ଅନୁରୋଧ କରାଯାଇଛି। କୁଚିଣ୍ଡା ଚମନକିରା ଓ ଚିନି ମହୁଲ ସମେତ ବିଭିନ୍ନ ସ୍ଥାନରେ ଭକ୍ତିମୟ ପରିବେଶରେ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଯାତ୍ରାରେ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ପୋଲିସ ବାହିନୀ, ଆମ୍ବୁଲାନ୍ସ, ଦମକଳ ବାହିନୀ, ବିଦ୍ୟୁତ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ରହିଥିଲା। ବାମ୍ରା ନିକଟ କେଛୁପାଣି ରୋଡ୍ରେ ସାଇକେଲ ଦୁର୍ଘଟଣାରେ ସୁଜିତ ଲରିଆ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଫଳରେ ତାଙ୍କ ମୁହଁରେ ଆଘାତ ଲାଗି ସେ ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମ୍ବଲପୁର ଜିଲ୍ଲାର ବରିଷ୍ଠ ଆମ୍ ଆଦମୀ ପାର୍ଟିର ନେତ୍ରୀ ରଞ୍ଜିତା ଭୋଇ ଦୁର୍ଘଟଣାରେ ଆହତ ହୋଇଛନ୍ତି। ତେବେ ଆମ୍ ଆଦମୀ ପାର୍ଟିର ସମ୍ବଲପୁର ଲୋକସଭା ପ୍ରଭାରୀ ଲାଲମଣି ଲୁଗୁନଙ୍କ ଭୀମସାର ମେଡିକାଲକୁ ଯାଇ ଚିକିତ୍ସିତ ହେଉଥିବା ରଞ୍ଜିତା ଭୋଇଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ବରାଇପାଲି ଥାନା ଅନ୍ତର୍ଗତ ଦାନିପାଲି କୋଲତାପଡ଼ାଠାରେ ଏକ ଜମିକୁ ନେଇ ହୋଇଥିବା ବିବାଦରେ ମାରପିଟ ହେବାରୁ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ବିନୟ ପ୍ରଧାନ ହୋଇଥିବା ବେଳେ ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସମ୍ବଲପୁର ସାକ୍ଷୀପଡ଼ାସ୍ଥିତ ଶ୍ରୀ ରାଧା ମଦନ ଗୋପାଳ ମନ୍ଦିରଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାମିଲ ହୋଇଥିବା ଭକ୍ତମାନେ ପୁରୀର ରଥଯାତ୍ରାର ଅନୁଭୂତି ହେଉଛି ବୋଲି କହିଛନ୍ତି।